ପାଇଁ ଖୁସି ଖबर। ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ 14,000 କୋଟି ଟଙ୍କାର ଊର୍ଦ୍ଧ୍ୱ। ନୂଆ ରୂପ ନେବ ରାଜ୍ୟର 30ଟି ରେଳ ଷ୍ଟେସନ। ସିଟି ସେଣ୍ଟର ଭାବେ ହେବ ବିକଶିତ। ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ। ରାଜ୍ୟରେ ଖୋଲିବ ସ୍ୱତନ୍ତ୍ର ମହିଳା ଶିଳ୍ପ ପାର୍କ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଉଦ୍ଘାଟିତ ଶିଳ୍ପ ଲାବୋରେଟୋରୀ। ନୂଆ ମାଇଲଖୁଣ୍ଟ ହାସଲ କରିବାରେ ଷ୍ଟାର୍ଟଅପ୍ ଓଡ଼ିଶା ହୋଇଛି ସକ୍ଷମ। ସ୍ୱାକ୍ଷର ହୋଇଛି 9ଟି MOU। ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ ଭାବେ ରୂପାନ୍ତରିତ ହେବ 1000 ITI। ରାଜଧାନୀର ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏନେଇ ସରକାର ଜାରି କରିଛନ୍ତି ମେଗା ପ୍ଲାନ୍। ଏହି ମେଗା ପ୍ଲାନ୍ରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଖର୍ଚ୍ଚ ହେବ 7,000 କୋଟି ଟଙ୍କା। ଏହା ସହିତ ନୂଆ ରୋଡ୍ର ବିକାଶ ପାଇଁ ଖର୍ଚ୍ଚ କରାଯିବ ମୋଟ 14,058 କୋଟି ଟଙ୍କା। ସିଡିପି ନକ୍ସା ଅନୁସାରେ ନୂଆ ରାସ୍ତା, ଇନର ରିଙ୍ଗ ରୋଡ୍ ଓ ଫ୍ଲାଏଓଭର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ରେଳ ଷ୍ଟେସନ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 30ଟି ରେଳ ଷ୍ଟେସନର ହେବ ବିକାଶ। ଏହି ସମସ୍ତ ରେଳ ଷ୍ଟେସନର ବିକାଶ ପାଇଁ 531.8 କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଥିବା ବେଳେ ଏଗୁଡ଼ିକ ସିଟି ସେଣ୍ଟର ଭାବେ ବିକଶିତ ହେବ। ପ୍ରତି ଷ୍ଟେସନରେ ଅତ୍ୟାଧୁନିକ ଯାତ୍ରୀ ସୁବିଧା ଓ ଯାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଡିଜାଇନ୍ ସାଇନେଜ ସହ ରହିବ କଳା ସଂସ୍କୃତିର ଝଲକ। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ହୋଇଥିବା ଘୋଷଣା ଅନ୍ତର୍ଗତ ମହିଳା ଉଦ୍ୟୋଗୀଙ୍କ ପାଇଁ ଇପିକଲରେ ପ୍ରତିଷ୍ଠା ହେବ ଏକ ସ୍ୱତନ୍ତ୍ର ସେଲ୍। ଚଳିତ ବଜେଟରେ ରାଜ୍ୟ ବଜେଟର ବ୍ୟବସ୍ଥା ମଧ୍ୟରୁ 28% କେବଳ ମହିଳାମାନଙ୍କ ପାଇଁ ଖର୍ଚ୍ଚ କରାଯିବ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ରୂପେ ଗଢ଼ିବା ପାଇଁ ମହିଳା ଉଦ୍ୟୋଗୀମାନଙ୍କର ପ୍ରମୁଖ ଯୋଗଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। IIT, ସିଲିକନ କାର୍ବାଇଡ୍ ରିସର୍ଚ୍ଚ ଆଣ୍ଡ ଇନୋଭେସନ ସେଣ୍ଟର ଓ 6M ପ୍ରାଇଭେଟ ଲିମିଟେଡ୍ ଉଦ୍ୟମରେ ନିର୍ମାଣ ହୋଇଛି ଶିଳ୍ପ ଲାବୋରେଟୋରୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 45 କୋଟି ଟଙ୍କା ବ୍ୟୟରେ IITରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଇନ୍ଫୋଭାଲି 2ରେ 6M ପ୍ରାଇଭେଟ ଲିମିଟେଡ୍ ଦ୍ୱାରା 3,000 କୋଟି ଟଙ୍କା ମୂଲ୍ୟର CC ଡିଭାଇସ୍ ଫ୍ୟାବ୍ରିକେସନ ଓ ATMP ପ୍ଲାଣ୍ଟକୁ କେନ୍ଦ୍ର ଗବେଷଣା ଓ ଅଭିନବ ବିଭାଗ ସହାୟତା ପ୍ରଦାନ କରିବ। ଉତ୍କର୍ଷ ଓଡ଼ିଶାରେ 20ଟି ଷ୍ଟାର୍ଟଅପ୍ କମ୍ପାନୀ ଆକର୍ଷଣୀୟ ଷ୍ଟଲ୍ ସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ 9ଟି MOU ମଧ୍ୟ ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ଷ୍ଟାର୍ଟଅପ୍ ହବ୍ ଭାବେ ନିଜକୁ ବିକଶିତ କରୁଛି ବୋଲି ମତ ପ୍ରକାଶ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାକୁ 100 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟରେ 100ଟି ଦୃଢ଼ ଷ୍ଟାର୍ଟଅପ୍ ସ୍ଥାପନ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପ୍ରାଥମିକ ପର୍ଯ୍ୟାୟରେ 1000 ITIର ରୂପାନ୍ତରଣ କରାଯାଉଛି। ଶିଳ୍ପ ସଂସ୍ଥାଗୁଡ଼ିକୁ ସହଭାଗୀ କରି ବିଶେଷଜ୍ଞ ଏବଂ ନୂଆ ଯୁଗର ସ୍କିଲ୍ ତାଲିମ ପ୍ରଦାନ କରିବା ପାଇଁ କାମ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠାନଗୁଡ଼ିକୁ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ ଭାବେ ଗଢ଼ିବା ପାଇଁ ଯୋଜନା ରହିଛି ବୋଲି କହିଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ସଚିବ ଅତୁଲ ତିୱାରୀ। It's all of your business. Business breaking.